ଦେଖନ୍ତୁ ଆଜି ଗୋଟେ ଏଭଳି ଅମାନୁଷିକ ଗୋଟେ କାର୍ଯ୍ୟ ଆପଣ କହିବେ, ଆପଣ ଯୋଉଟା ଦେଖିକି ଆପଣମାନଙ୍କୁ ନିଜେ ବି ଭୟଭୀତ ହେଇଯିବେ ଧାମନଗର ମେଡିକାଲ ଆସିବା ପାଇଁ। ଯେହେତୁ ଧାମନଗର ମେଡିକାଲରେ କିଭଳି କାର୍ଯ୍ୟ ଚାଲିଛି ଦେଖନ୍ତୁ, ସଞ୍ଜୟ ହେଲେ ଏମାନଙ୍କୁ ଆଲକୋହଲ ଦରକାର। ଆଲକୋହଲ ନେବା ପରେ ଗୋଟେ ହାତରେ ଗୋଡ଼ି ଅଛି, ଆପଣ ଦେଖିପାରୁଛନ୍ତି ଇଏ କେତେ ବଡ଼ ଗୋଟେ ଦେଖନ୍ତୁ, ଗୋଟେ ଗୋଡ଼ି କେତେ ବଡ଼ ଅଛି ଦେଖନ୍ତୁ। ସେ ଆଜି ପର୍ଯ୍ୟନ୍ତ ସେ ଜାଣିପାରିଲାନି ଗୋଟେ ହାତ ଭିତରେ ଗୋଡ଼ି ଅଛି ତାକୁ ସିଲେଇ କରିଦେଉଛି। ସେ କିଭଳି ଡାକ୍ତର ଆପଣମାନେ ବୁଝିପାରୁଥିବେ। ଏମାନେ ଆସୁଛନ୍ତି ଏଠି ଠିକ୍ ହେବା ପାଇଁ ନା ଡକ୍ଟର ପାଖକୁ ମୃତ୍ୟୁ ପାଇଁ ନିଜେ ମରିବା ପାଇଁ ଆସିବେ କି? ସେ ତପନ ବୋଲିକି ନାମ ଗୋଟେ ଆମର ଡକ୍ଟର ଅଛନ୍ତି ଯେ କରୁଛନ୍ତି ତାଙ୍କର ଡ୍ରେସିଂ କରୁଛନ୍ତି। ଯେତେବେଳେ ଡକ୍ଟର ତାଙ୍କୁ ଡ୍ରେସିଂର ଲେଖାଗଲା, ଏ ଭାଇ ଜଣକ ଗଲେ ତାଙ୍କ ପାଖରେ ଡ୍ରେସିଂ ନେବା ପାଇଁ। ଯେତେବେଳେ ଡ୍ରେସିଂ ହେଲେ ତା ହାତ ଭିତରେ ଗୋଟେ ଗୋଡ଼ି ରହିଛି, ତାକୁ କିଛି ନ ଦେଖି ନ ବୁଝି ତାକୁ ହାତକୁ ତାକୁ ସିଲେଇ କରିଦିଆଗଲା। ସେଟା ଖୋଲିକି ଦେଖନ୍ତୁ ସେ ହାତର ଅବସ୍ଥା କ'ଣ ଏବେ ହେଇଛି। ଯଦି ଏବେ ଅଲଗା ଡାକ୍ତରକୁ ଯଦି ଦେଖାହେଲା ଭଦ୍ରକ ଡାକ୍ତର ସେଟା ଖୋଲିବ। ଯଦି ଭଦ୍ରକ ଡକ୍ଟରକୁ ଦେଖାହବ ତ ଭଦ୍ରକ ଡକ୍ଟର କ'ଣ କହିବେ ଆପଣମାନେ ଜାଣିଥିବେ। କୁହନ୍ତୁ ଏ ଲୋକର କ'ଣ ଅବସ୍ଥା ହବ। ଯଦି ଏଇଭଳିଆ ହବ